आमे खाली आत्मारे ଟିକେ ଅଧ୍ୟୟନ କରୁଛୁ କଣ ହେଇପାରେ କାହାରି ପାଇଁ ବୋଧେ ନାଇଁ କି ଯୋଉ ଦ୍ୱିତୀୟ ପିତର 3:9 ଆମେ ପଢିଛୁ ତୁମ୍ଭମାନଙ୍କ ପାଇଁ ଦୀର୍ଘ ସହିଷ୍ଣୁ ସେ। କାରଣ ଆଗମନ କେବଳ ଆଗମନ ନୁହେଁ, ତାହା ଏକ ପ୍ରକାର ବିଚାର ମଧ୍ୟ ଅଟେ। ପରମେଶ୍ୱରଙ୍କ ଆଡରୁ ବିଚାର ଆସିବାକୁ ଯାଉଛି। ବିଚାରର ବିପରୀତ ପଦ କଣ? ଅପୋଜିଟ କଣ? ଅନୁଗ୍ରହ। এই যে বর্তমান অনুগ্রহর যুগ চালুছি, তো অনুগ্রহ মানে কଣ? তুমি ଯାହା করলে ବି ଚଳିବ ବୋଲିବାଟା କି? ଅନୁଗ୍ରହ ମାନେ କଣ? ତୁମେ ଯେତେ ପାପ କଲେ ବି ଚଳିବ, ଆଉ ସେ ପଚାରିବେନି, ସେଟାକୁ ପାପ ପରି ଦେଖେଇବେ ନାହିଁ ବୋଲି ଭାବିବାଟା କି? ନା, ଅନୁଗ୍ରହ ମାନେ ଆମେ ମାନେ ପାପୀ ହେଲେ ମଧ୍ୟ, ଦୁଷ୍କର୍ମକାରୀ ହେଲେ ମଧ୍ୟ, ଦୁଷ୍ଟ ହେଲେ ମଧ୍ୟ ପରିବର୍ତ୍ତିତ ହେବାର ସୁଯୋଗ। ସୁଯୋଗ ଗୋଟେ ସୁଯୋଗ ଟାଇମ ପିରିୟଡ, ଗ୍ରେସ୍ ପିରିୟଡ ବୋଲି କୁହନ୍ତି କି ନାଇଁ। ଆମର ସିମର ରିଚାର୍ଜ ବେଳକୁ ଧୀରେ ଧୀରେ ସମସ୍ତଙ୍କୁ ଅଭ୍ୟାସ ହେଇଗଲା। ସିମ୍ କାର୍ଡର ରିଚାର୍ଜ ସରିଗଲା, ଯଦି ତାର ଭ୍ୟାଲିଡିଟି ଯଦି ସରିଗଲା, ତ 15 ଦିନର ଗ୍ରେସ୍ ପିରିୟଡ ଥାଏ ସେ ଭିତରେ ରିଚାର୍ଜ କରିବାର। ସେ 15 ଦିନ ପରେ ମଧ୍ୟ ଯଦି ରିଚାର୍ଜ କରାହେବ ନାହିଁ, ତ ସିମ୍ର ରେଜିଷ୍ଟ୍ରେସନ କ୍ୟାନସଲ ହେଇଯିବ। ସାଙ୍ଗେ ସାଙ୍ଗେ ସେ ନମ୍ବରଟା ଆଉ କାହାକୁ ଜଣକୁ ଦେଇ ଦିଆଯିବ। ଆଉ ଗୋଟେ ମାସେ, ଗୋଟେ 1.5 ମାସ ପର୍ଯ୍ୟନ୍ତ ଆପଣ ଯଦି ରିଚାର୍ଜ କରିବେ ନା, ପରେ ଯଦି ରିଚାର୍ଜ କରିବେ ବୋଲି କହିଲେ ପଇସା ପଳାଉଥିବ, ରିଚାର୍ଜ ହେଉନଥିବ। ତାପରେ କଷ୍ଟମର କେୟାର ପାଖକୁ ଗଲା ବେଳକୁ ସେ କହିବେ ନାହିଁ ଆଜ୍ଞା, ଆପଣଙ୍କ ସେ ନମ୍ବରଟା ଲ୍ୟାପ୍ସ ହେଇଗଲା, ରେଜିଷ୍ଟ୍ରେସନ କ୍ୟାନସଲ ହେଇଗଲା, ଅଲଗା ନମ୍ବର ନିଅନ୍ତୁ ବୋଲିବ। ସାଙ୍ଗେ ସାଙ୍ଗେ ଅନ୍ୟମାନଙ୍କୁ ଦେଇ ଦେଉଛନ୍ତି। ତ ଏଇ ଗ୍ରେସ୍ ପିରିୟଡଟା ଯେତେବେଳେ ମୋବାଇଲ ନେବାଟା ଆମେ ଆରମ୍ଭ କରୁଛୁ, ମୁଁ ସେତେବେଳେ ଦେଖେ ଗ୍ରେସ୍ ପିରିୟଡ 15 days ବୋଲାରେ ଏମାନେ ମଧ୍ୟ ଗ୍ରେସ୍ ବୋଲିବା ପଦଟା ବ୍ୟବହାର କରୁଛନ୍ତି ନାହିଁ କି ବୋଲି ଭାବୁଥିଲି। ଗ୍ରେସ୍ ମାନେ ପୁନର୍ବାର ପରମେଶ୍ୱରଙ୍କ ସହିତ ଜଡ଼ିତ ହେବାର ସୁଯୋଗ। ସେ ଟାଇମ ପିରିୟଡ ଭିତରେ ପ୍ରଭୁଙ୍କ ନିକଟକୁ ଆସିଯିବାର। ନାଇଁ କି ଆମେ ପଢୁଥିଲୁ କି ନାଇଁ ଯେଶାୟା ପୁସ୍ତକ 55ରେ, ଯେଶାୟା ପୁସ୍ତକ 55 ପଦ, ଯେପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳୁଅଛି ସେ ପର୍ଯ୍ୟନ୍ତ ତୁମେ ମାନେ ତାହାଙ୍କର ଅନ୍ୱେଷଣ କର। ଯେପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି ସେ ପର୍ଯ୍ୟନ୍ତ ତାହାଙ୍କ ଠାରେ ପ୍ରାର୍ଥନା କର। हिंदी में देखो कि सुंदर अच्छी, जब तक यहोवा मिल सकता है तब तक उसकी खोज में रहो, जब तक वो निकट है तब तक उससे पुकारो। और सदा प्रभुଙ୍କର ଉଦ୍ଦେଶ୍ୟ ମିଳୁଥିବା ବେଳେ ହିଁ ତାଙ୍କୁ ଖୋଜିବାର ପଡେ। ତାର ଅର୍ଥ କଣ? ମାନେ ସଦା ପ୍ରଭୁ ଆଉ ନ ମିଳିବାର ସମୟ ବି ଆସୁଅଛି। ସୁଯୋଗ ନଥିବ, ଆଶା କଲେ ମଧ୍ୟ ମିଳିବ ନାହିଁ। ଆଉ ଏସବୁ ପୁଣି ପରେ ପରେ ଯାଇକି ଅତି ଯତ୍ନରେ ଅଶ୍ରୁପାତ ସହ ଅନୁତାପ ସହ ଈଶ୍ୱରଙ୍କୁ ଖୋଜିଲା, କିନ୍ତୁ ମନ ପରିବର୍ତ୍ତନ କରିବାର ସୁଯୋଗ ବି ପାଇଲାନି। ପୁଣି କାହିଁ ହେବ୍ରୀ 12:15, ହେବ୍ରୀ ପତ୍ରିକା 12:15 ଆମେ ଏଇଟା ଦେଖିବା ଟିକେ। ଆମେ ଏସବୁ ବିଷୟରେ ପରେ ଆମେ ଅଧ୍ୟୟନ କରିବା। 12:16 ପଡୁଛି, କିଏ ବା କେହି ପାରଦାରିକ ବା ଥରକର ଖାଦ୍ୟ ନିମନ୍ତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟକାରୀ ଯେ ଏସବୁ ତାହା ପରି ବିଧର୍ମାଚାରୀ ହୁଏ, ଏ ବିଷୟରେ ସାବଧାନ ହୁଅ। ତୁମ୍ଭେମାନେ ତ ଜାଣ ଯେ ପରେ ସେ ଆଶୀର୍ବାଦର ଅଧିକାରୀ ହେବା ନିମନ୍ତେ ଇଚ୍ଛା କଲେ ରେସ୍ପେକ୍ଟ ଦେଖ, ଇଚ୍ଛା କଲେ ସୁଦ୍ଧା, ଠିକ ଅଛି, ସେଟା ରେସ୍ପେକ୍ଟ ନାହିଁ, ନର୍ମାଲ। ଇଚ୍ଛା କଲେ ସୁଦ୍ଧା
ଅଗ୍ରାହ୍ୟ ହେଲା, ରିଜେକ୍ଟ ହେଲା, ତାର ଆପ୍ଲିକେସନ ରିଜେକ୍ଟ ହେଲା, କାରଣ ଟାଇମ ଅଫ୍ ହେଇଗଲା। ଅଗ୍ରାହ୍ୟ ହେଲା, ପୁଣି ଅନୁତାପ କରିବା ନିମନ୍ତେ ଅଶ୍ରୁପାତ ସହ ଯତ୍ନରେ ଚେଷ୍ଟା କଲେ ହେଁ ତାହା କରିବା ପାଇଁ ଆଉ ସୁଯୋଗ ପାଇଲା ନାହିଁ। ଆରେ ଆମେ ତ ଶୁଣୁ, ଆମେ ତ ଲୋକମାନେ କହନ୍ତି ଈଶ୍ୱରଙ୍କ ନିକଟକୁ ଫେରିବା ପାଇଁ ଆଉ ବିଳମ୍ବ ବୋଲି ବାଟ ନାହିଁ। ଦେର୍ ଇଜ ନେଭର ଟୁ ଲେଟ୍। ଏସବୁ ପରେ ଯାଇକି ଖୋଜିଲା, ପୁଣି ପରମେଶ୍ୱର ଆପଏଣ୍ଟମେଣ୍ଟ ଦେଲେ ନାହିଁ, ପରମେଶ୍ୱର ଦେଖା ନାହିଁ, ଆଉ ପରମେଶ୍ୱରଙ୍କର ସନ୍ଧାନ ପାଇଲାନି। ସେଥିପାଇଁ ଯେଶାୟ 55:6 କଣ ପଢିଲୁ? ଯେପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳୁଅଛି, ଭାଇମାନେ ଭଉଣୀମାନେ, ପୁଅମାନେ ଝିଅମାନେ, जब तक मिलता है ना, जब तक काउंटर खुला है, जब तक डेट है, लास्ट डेट के अंदर, शेष दिन पूर्वे, अनुग्रहर जुग शेष हेबा पूर्वे, नहीं कि ଯେପର୍ଯ୍ୟନ୍ତ ତୁମେ ମାନେ ତାଙ୍କର ଅନ୍ୱେଷଣ କର, ସେ ପର୍ଯ୍ୟନ୍ତ ତୁମେ ମାନେ ତାଙ୍କର ଅନ୍ୱେଷଣ କର। ଯେପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି, ସେ ପର୍ଯ୍ୟନ୍ତ ବାସ୍, ମାନେ ସେ ଭିତରେ ତାହାଙ୍କ ଠାରେ ପ୍ରାର୍ଥନା କର। କଣ କରିବାର? ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ, ପୁଣି ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ, ଆଉ ସେ ଆମମାନଙ୍କର ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପେ କ୍ଷମା କରିବେ। ୱାଓ! କ୍ଷମାର ଧନ ବାହୁଲ୍ୟ ରୂପେ ଧରି ବସିଛନ୍ତି, ତୁମେ ମାଗିଲେ ଦେବି ବୋଲି ନା। ଆଶୀର୍ବାଦ ମାଗୁଥିବ, ଜବ ମାଗୁଥିବ, ପଇସା ମାଗୁଥିବ, ଘର ଦ୍ୱାର ମାଗୁଥିବ, ମ୍ୟାରେଜ ଫ୍ୟାରେଜ ମାଗୁଥିବ, କେବେ କ୍ଷମା ମାଗିଲ କି? କ୍ଷମାର ଡବା ଭର୍ତ୍ତି ଅଛି, ବାକି ଡବା ସବୁ ଖାଲି। ଆଶୀର୍ବାଦର, ସୁସ୍ଥତାର, ଚାଙ୍ଗାଇର, ଇଏର ସେର ସବୁ ଡବା ମାଗି ନେଇ ଯାଉଛନ୍ତି। କ୍ଷମାର ସେ ଡବା ସବୁ ତାଙ୍କ ପାଇଁ ଜମା ନୂଆ ପଇସାକୁ କିଏ ପଚାରୁନାହିଁ। କ୍ଷମା, बहुल रूपे क्षमा करवे, पुण्य जब तक वो मिल सकता है तब तक उसको ढूंढो।